ଆଖ୍ୟା ପାଇଥିଲେ। 1803 ମସିହାରେ ବ୍ରିଟିଶମାନେ ଦ୍ୱିତୀୟ ଆଙ୍ଗ୍ଲୋ ମାରାଠା ଯୁଦ୍ଧରେ ମରାଠାମାନଙ୍କୁ ପରାସ୍ତ କରି ଏହି ଅଞ୍ଚଳକୁ ଦଖଲ କରିବା ପରେ ରାଜ୍ୟ ବ୍ରିଟିଶ ସଂରକ୍ଷଣ ପାଲଟିଥିଲା। ରଣପୁରର ଶେଷ ରାଜା 1 ଜାନୁଆରୀ 1948ରେ ଭାରତୀୟ ରାଜ୍ୟରେ ଯୋଗଦାନ ଉପକରଣରେ ଦସ୍ତଖତ କରି ତାଙ୍କ ରାଜ୍ୟକୁ ଓଡ଼ିଶାରେ ମିଶ୍ରଣ କରିଥିଲେ। ଟୋଟାଲ ଏଥିରେ ଶାସକ ହେଉଛନ୍ତି ରଣପୁର ରାଜ୍ୟର ଶାସକ ହେଉଛନ୍ତି ନାରାୟଣ ନରେନ୍ଦ୍ର, ଯିଏକି 1683ରୁ 1692 ମସିହା ପର୍ଯ୍ୟନ୍ତ ଥିଲେ। ତାପରେ ରାମଚନ୍ଦ୍ର ନରେନ୍ଦ୍ର, ସାରଙ୍ଗଧର ବଜ୍ରଧର ନରେନ୍ଦ୍ର, ନରସିଂହ ବଜ୍ରଧର ନରେନ୍ଦ୍ର, ବେନୁଦାର ବଜ୍ରଧର ନରେନ୍ଦ୍ର ମହାପାତ୍ର, ବୀରବର କୃଷ୍ଣଚନ୍ଦ୍ର ନରେନ୍ଦ୍ର ମହାପାତ୍ର, ସିଏ 12 ଜୁଲାଇ 1869ରୁ 21 ଜୁନ 1945 ପର୍ଯ୍ୟନ୍ତ ଥିଲେ। ତାପରେ ବ୍ରଜେନ୍ଦ୍ର ଚନ୍ଦ୍ର ସିଂ ଦେବ ବଜ୍ରଧର ନରେନ୍ଦ୍ର ମହାପାତ୍ର 21 ଜୁନ 1945ରୁ 1 ଜାନୁଆରୀ 1948 ପର୍ଯ୍ୟନ୍ତ ଥିଲେ। ତାପରେ ଥିଲେ ବଜ୍ରଧର ନରେନ୍ଦ୍ର ମହାପାତ୍ର 1948ରୁ 1980, ପ୍ରଦୀପ ଚନ୍ଦ୍ର ସିଂ ଦେବ ବ୍ରଜଧର ନରେନ୍ଦ୍ର ମହାପାତ୍ର 1980ରୁ 1982 ଏମିତି ଥିଲେ। କାହ୍ନୁଚରଣ ମହାରାଣା ଡିସେମ୍ବର 2014 ରଣପୁରରେ ଶକ୍ତି ସଂସ୍କୃତି ମଣିନାଗ ଠାକୁରାଣୀଙ୍କ ଉପରେ ଏକ କେସ୍ ଷ୍ଟଡି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହିଷ୍ଟ୍ରି ଇତିହାସ ଏବଂ ଅନୁସନ୍ଧାନ ପୃଷ୍ଠା। ବ୍ରିଟିଶ ଶାସନ ପ୍ରତିରୋଧ ପାଇଁ ଫାଶୀ ଦିଆଯାଇଥିବା ଶହୀଦ ସାହେବ ରଘୁ ଦିବାକର, ରଘୁନାଥ ମହାନ୍ତି ଏବଂ ଦିବ୍ୟାକର ପାରିଡ଼ା ଏହି ସ୍ଥାନର ଅଟନ୍ତି। ରାଜସୁନାଖାଲା ଏବଂ ଟାଙ୍ଗୀ ହେଉଛି ରଣପୁର ନିକଟତମ ଟାଉନ, ଯାହା ଟାଉନ ଠାରୁ ପ୍ରାୟ 10-20 କିଲୋମିଟର ଦୂରରେ। ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ବ୍ଲକର ରାଜସୁନାଖାଲା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କେନ୍ଦ୍ର। ମଣିନାଗ ପାହାଡ଼ ଦେଇ ଉତ୍ପନ୍ନ ଏବଂ ଚାଲୁଥିବା ଅନେକ ଜଳସ୍ରୋତ ଅଛି। ମାନ୍ଦାକିନୀ ମାଲାଗୁନି ନାମରେ ମଧ୍ୟ ଜଣାଶୁଣା। ଏହି ସ୍ଥାନ ସହିତ ଜଡ଼ିତ ପାରମ୍ପରିକ ନଦୀ ବର୍ତ୍ତମାନ ଏହି ନଦୀ ଅତ୍ୟନ୍ତ ଖରାପ ଅବସ୍ଥାରେ ଅଛି ଏବଂ ପ୍ରାୟ ଶୁଖିଯାଇଛି। କୁହାଯାଏ ଯେ ଓଡ଼ିଶାର କବିମାନଙ୍କ ମଧ୍ୟରୁ ଜଣେ କବି ରାଧାନାଥ ରାୟ ତାଙ୍କର ଅନେକ କବିତା ମାଲଗୁନି ନଦୀ କୂଳରେ ବସି ଏହାର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ। ଏହି ଅଞ୍ଚଳ ଓଡ଼ିଶା ରାଜ୍ୟର ସବୁଠାରୁ ବଡ଼ ବିଭିନ୍ନ ଉଦ୍ଭିଦ ମଧ୍ୟରେ ନଡ଼ିଆ ଗଛ, ଆମ୍ବ ଗଛ ଅନ୍ୟମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ। ଏହି ଅଞ୍ଚଳରେ ଏକ ସଂରକ୍ଷିତ ରବର ବୃକ୍ଷ ମଧ୍ୟ ଅଛି।